ଆମ ଲାଇଫରେ କଣ ପାଇଁ ସବୁବେଳେ ଲାଇଫରେ ଦୁଃଖ ଆସେ ତାହାର ବିଷୟରେ ଆଜି ଆଲୋଚନା କରିବା। ଦୁଃଖର କାରଣ କଣ? ଆକ୍ଚୁଆଲି ଆଷ୍ଟ୍ରୋଲୋଜି ଅନୁସାରେ ଦୁଃଖର କାରଣ କଣ କଣ କୋଉ ଗ୍ରହର ପ୍ରଭାବ କୋଉ ଭାବରେ ପ୍ରଭାବ ରହୁଛି, ସେଇଥିପାଇଁ ଆମ ଲାଇଫରେ ଦୁଃଖ ଆସୁଛି ସବୁବେଳେ। ଆମେ ଯେତେ ବି ଟ୍ରାଏ କଲେ ଯେତେ ବି ଚେଷ୍ଟା କଲେ ଆମ ଲାଇଫରେ ଦୁଃଖ ଆସେ। କିଛି ଲୋକଙ୍କ ଲାଇଫରେ ସବୁବେଳେ ଦୁଃଖ ଲାଗି ରହିଥାଏ। ତାହାର ନିଶ୍ଚିତ ଭାବରେ ପ୍ରତିକାର ଅଛି। ତାକୁ ଆମେ ରେମେଡି ଭାବରେ ତିଆରି କରିପାରିବା, ରେମେଡି କରିପାରିବା। ତା ପାଇଁ ନିଶ୍ଚିତ ଆମେ ଜାଣିବା ଦରକାର ସବୁବେଳେ ଆମର କୋଉ ଜନ୍ମରେ ଏ ଜନ୍ମର କର୍ମ ଆର ଜନ୍ମ କିମ୍ବା ଆମ ପାଷ୍ଟ ଲାଇଫରେ କିଛି ଭୁଲ କର୍ମ ପାଇଁ ଆମ ଲାଇଫରେ ଦୁଃଖ ଅଛି, ତାକୁ ଯେ ଆମେ ଜାଣିବା ଆସନ୍ତୁ। ଦେଖନ୍ତୁ ଜୀବନରେ ସବୁବେଳେ ଟେନସନ ଦୁଃଖ କାହିଁକି କାହାକୁ ଦୁଃଖ କାହିଁକି? ଏହାକୁ ଜ୍ୟୋତିଷ ଆଧ୍ୟାତ୍ମିକ ମନୋବିଜ୍ଞାନ ବା ତିନୋଟି ଦୃଷ୍ଟିକୋଣରୁ ବୁଝିବା। ଓକେ। ଦେଖନ୍ତୁ ଜୀବନରେ ସବୁବେଳେ ଟେନସନ ଦୁଃଖ କାହିଁକି ଆସେ ଆମ life ରେ? ଏହାକୁ ଜ୍ୟୋତିଷ ଆଧ୍ୟାତ୍ମ ଆପଣ ଚାହିଁଲେ ବି କେବେ ସୁଖ ଆସିବନି। ଆଧ୍ୟାତ୍ମିକ ମନୋବିଜ୍ଞାନ ତିନୋଟି ଦୃଷ୍ଟିକୋଣରୁ ଆଜି ଆମେ ବୁଝିବା। ଫାର୍ଷ୍ଟ ଆମେ ବୁଝିବା ଜ୍ୟୋତିଷ ଅନୁସାରେ ବା ଆଷ୍ଟ୍ରୋଲୋଜି ଅନୁସାରେ ଷଷ୍ଠ ଅଷ୍ଟମ ଦ୍ୱାଦଶ ସିକ୍ସ ଏଇଟ୍ ସେଭେନ୍ଥ ହାଉସରେ ଏଇ ଭାବ ଗୁଡିକ ଋଣ କଷ୍ଟ ହାନିକୁ ଦର୍ଶାଏ। ମିଲ୍ ଫିକ୍ ଗ୍ରହ ବା ଶନି ମଙ୍ଗଳ ରାହୁ କେତୁ ଏଇ ହାଉସରେ ଥିଲେ ଟେନସନ ଆଉ ଦୁଃଖ ଅଧିକ ଆପଣଙ୍କ ଲାଇଫରେ ଆସିବ। ଶନି ଥିଲେ କଣ ହବ? କର୍ମର ଫଳ ଦିଏ। ୱିକ୍ ବିଳମ୍ବ ଓ ଷ୍ଟ୍ରଗଲ ବର୍ଡନ ଆସିଥାନ୍ତି ଆପଣଙ୍କ ଲାଇଫ। ଶନି ଯଦି ଆପଣଙ୍କ ରହିଥାଏ, ୱିକ୍ ସଟନ ଯଦି ରହିଥାଏ, ଆପଣଙ୍କ ଲାଇଫରେ ସବୁବେଳେ ଷ୍ଟ୍ରଗଲ ହବ ଏବଂ ବର୍ଡନ ଆସିବ ଆପଣଙ୍କ ଲାଇଫରେ, ସବୁବେଳେ ଦୁଃଖ ମାନସିକ ଟେନସନ ଆସିବ। ଚନ୍ଦ୍ର ରହିଲେ କଣ? ମନକୁ ନିୟନ୍ତ୍ରଣ କରିପାରିବେନି, ମାନସିକ ଷ୍ଟ୍ରେସ୍ ରହିବ, ଡିପ୍ରେସନ ରହିବ, ସାଡନେସ୍ ରହିବ ଆପଣଙ୍କ ଲାଇଫରେ ସବୁବେଳେ ଯଦି ଚନ୍ଦ୍ର ରାହୁ କେତୁ ଇଲୁଜିସନ ସ୍ଫିଅର ଅସ୍ଥିରତା ରହିବ। ରାହୁ ମାଇଣ୍ଡକୁ ସବୁବେଳେ ରେଷ୍ଟଲେସ୍ କରେ। କେତୁ ଆଇସୋଲେସନ କରେ। ଆପଣଙ୍କ ମାଇଣ୍ଡରେ ଯଦି ଆପଣ ଯେତେ ଏଜୁକେଟେଡ ହବ ଆପଣଙ୍କ ମାଇଣ୍ଡକୁ ଆଇସୋଲେସନ କରିବ, ଆପଣ କିଛି ଭାବି ପାରିବେନି। ଏମାନଙ୍କର ଗ୍ରହ ମାନଙ୍କର ସବୁବେଳେ ଆପଣ ଫିଜିଓଲୋଜି ଅନୁସାରେ ଯଦି ଆମେ ବା ସାଇକୋଲୋଜି ଅନୁସାରେ ଯଦି ଆମେ ଚିନ୍ତା କରିବା, ଆମେ ଫ୍ୟୁଚର ଭବିଷ୍ୟତକୁ ଭୟ ପାଷ୍ଟକୁ ଅତୀତକୁ ପଛା ଛାଡୁନା, କିନ୍ତୁ ମୁଣ୍ଡ ଉପରେ ବୋଇଥାଉ। ଅଧିକ ଏକ୍ସପେକ୍ସନ କମ୍ପାରିଜନ ଅମୁକ ସହ କମ୍ପେୟାର କରିବା, ଅନେକ ଡିଜାର ଟେନସନ। ସିଏ ଗାଡି କିଣିଲା ମୁଁ କିଣିବି, ଏଇଟା ହଉଛି ଆମ ସାଇକୋଲୋଜି। ବଟ୍ ଇଏ ଯଦି ଆମେ ଜ୍ୟୋତିଷ ଅନୁସାରେ ଦେଖିବା, ଷଷ୍ଠ ଅଷ୍ଟମ ଦ୍ୱାଦଶ ଘରରେ ସିକ୍ସ ଏଇଟ୍ ଟୁଏଲ୍ଭ ହାଉସରେ ଏଇ ଭାବ ଗୁଡିକ ଋଣ କଷ୍ଟ ହାନିକୁ ଦର୍ଶାଏ। ମେଲ୍ ଲାଇଫ ଗ୍ରହଣ ଶନି ମଙ୍ଗଳ ରାହୁ କେତୁ ଏଇ ହାଉସରେ ଥିଲେ ଟେନସନ ଆଉ ଦୁଃଖ ସବୁବେଳେ ଆପଣଙ୍କ ଲାଇଫରେ ଲାଗି ରହିବ। ଆଉ ଶନିରେ ହଉଛନ୍ତି କର୍ମ ଦେବତାର ଫଳ, କର୍ମର ଫଳ ଦିଏ। ୱିକ୍ ସାଟନ୍ସ ବିଳମ୍ବ ଷ୍ଟ୍ରଗଲ ଆଉ ବର୍ଡନ ହେଇଥାଏ। ଚନ୍ଦ୍ର ଆପଣଙ୍କ ମନକୁ ସବୁବେଳେ ନିୟନ୍ତ୍ରଣ କରେ। ୱିକ୍ ଆଣ୍ଡ ଆଫ୍ଲିକେଟେଡ ମୁନ୍ ଥିଲେ ମାନସିକ ଷ୍ଟ୍ରେସ୍ ଦବ, ଆପଣଙ୍କୁ ଡିପ୍ରେସନ ହବ, ସବୁବେଳେ ସାଡନେସ୍ ଅନୁଭବ କରିବେ। ରାହୁ କେତୁ ଇରିଟେସନ ଅସ୍ଥିରତା କରିବେ। ରାହୁ ମାଇଣ୍ଡକୁ ରେଷ୍ଟଲେସ୍ କରିବ। ଆଉ କେତୁ ଆପଣଙ୍କୁ ଆଇସୋଲେସନ କରିବ। ରାହୁ ସବୁବେଳେ ଆପଣଙ୍କୁ କୌଣସି କାମ ଧର ରେଷ୍ଟଲେସ୍ କରିବ, ଆପଣଙ୍କ ମାଇଣ୍ଡକୁ ଫଙ୍କସନ କରିବାକୁ ଦବନି। ଆଉ କେତୁ ଆପଣଙ୍କର ଆଇସୋଲେସନ, ଆପଣ ମାଇଣ୍ଡକୁ ଆଇସୋଲେସନ କରିଦବ। ସାଇକୋଲୋଜି ଅନୁସାରେ ଜାଣିଲେ ତାର ରେମେଡି କଣ? ଯଦି ସ୍ପିରିଚୁଆଲ ଅନୁସାରେ ଲାଇଫ ଚ୍ୟାଲେଞ୍ଜେସ ପାଷ୍ଟ କର୍ମର ସେଟଲମେଣ୍ଟ, ସ୍ପିରିଚୁଆଲ ଆମେ ଚିନ୍ତା କରିବା, ଲାଇଫରେ ବହୁତ ଚ୍ୟାଲେଞ୍ଜ ଆସୁଛି। ଆପଣ ଜାଣନ୍ତୁ ପାଷ୍ଟ କର୍ମର କିଛି ସେଟଲମେଣ୍ଟ ହଉଛି। ପୂର୍ବ ଜନ୍ମର କର୍ମ ଫଳ ଏଇ ଜନ୍ମରେ ଆମକୁ ଭୋଗିବାକୁ ପଡେ। ଷ୍ଟ୍ରଗଲ ଷ୍ଟ୍ରେସ୍ ଆୱାର ପେସେଣ୍ଟ ଆଣ୍ଡ ମ୍ୟାଚୁରିଟି। ଆପଣଙ୍କୁ ଷ୍ଟ୍ରଗଲ ଆସିବ, ନିଶ୍ଚିତ ଭାବରେ ପେସେଣ୍ଟ କରନ୍ତୁ, ଭଗବାନଙ୍କ ଉପରେ ବିଶ୍ୱାସ ରଖିବା ଦ୍ୱାରା ମ୍ୟାଚୁରିଟି। ଦୁଃଖ ପାଇଁ ମେକ୍ ୟୁଜ୍ ସ୍ପିରିଚୁଆଲ ଷ୍ଟ୍ରଙ୍ଗ। ଆପଣ ସ୍ପିରିଚୁଆଲ ସବୁବେଳେ ଷ୍ଟ୍ରଙ୍ଗ ହବା ଦରକାର। ଦୁଃଖ ଆପଣଙ୍କ ଲାଇଫରେ ଆସିବ। ଯଦି ପୂର୍ବ ଜନ୍ମରେ କିଛି ଭୁଲ କର୍ମ କରିଛନ୍ତି, ତା ପାଇଁ ନିଶ୍ଚିତ ଭାବରେ ଆପଣ ଦୁଃଖ ଏଇ ଜନ୍ମରେ ଭୋଗିବାକୁ ପଡିବ। କେହି କାହାକୁ ଛାଡି ପାରିବେନି। ଆଷ୍ଟ୍ରୋଲୋଜି ରେମେଡି ଫର କଣ ରହିବ? ପ୍ରତି ସୋମବାର ଦୁଧ ଚାଉଳ ଚନ୍ଦ୍ରକୁ ଅର୍ପଣ କରନ୍ତୁ, ମୁନ ଷ୍ଟ୍ରଙ୍ଗ ହେଇଯିବ ଆପଣଙ୍କର। ପ୍ରତି ବୁଧବାର ବା ସୋମବାର ପ୍ରତି ସୋମବାର ଚନ୍ଦ୍ରକୁ ଅର୍ପଣ। ପ୍ରତି ଶନିବାର ଶନିଙ୍କୁ ତେଲ ଦୀପ ଦାନ କରନ୍ତୁ ସୋରିଷ ତେଲରେ।
ଦାନ କରନ୍ତୁ। ହନୁମାନ ଚାଳିଶା ପାଠ କଲେ ରାହୁ ଶନି ଦୋଷ କମି ଯାଇଥାଏ। ପ୍ରତିଦିନ ଓମ୍ ନମଃ ଶିବାୟ 108 ଥର। ତୁଳସୀ ଗଛ ପୂଜା କଲେ ରାହୁ କେତୁଙ୍କର ଇଫେକ୍ଟ କମେ, ବା ତୁଳସୀ ପାଣି ପିଇଲେ ଆପଣଙ୍କର ରାହୁ କେତୁର ଇଫେକ୍ଟ ବି କମିବ। ଓକେ, এই ରେମେଡି ଆପଣମାନଙ୍କ ପାଇଁ ରହୁଛି। ଯୋଉମାନେ ଏ ଟେନସନରେ ରହୁଛନ୍ତି ନିଶ୍ଚିତ ଭାବରେ ଦେଖନ୍ତୁ, ଆର ପ୍ରତିକାର କରନ୍ତୁ। ନିଶ୍ଚିତ ଭାବରେ ଆପଣ ସଫଳତା ସହିତ ରେଜଲ୍ଟ ଅନୁଭବ କରିବେ, କିଛି ରେଜଲ୍ଟ ପାଇବେ। ରହୁଛି ଆଜି ପାଇଁ।